ତୁ କ'ଣ ଚଳିଲା ଭଳି ଦେଖାଯାଉ ଚାଲି ଯା ତୁ ଯେମିତି ଲାଗୁ ତତେ ମୁଁ ଚିହ୍ନି ପାରୁନି ହେଲେ ମୁଁ ଶୁଣିଥିଲି ଝିଅମାନେ ବାହା ହେଲା ପରେ ସବୁବେଳେ ସେମାନେ ମୋଟି ହେଇକି ପୁରା ସୁନ୍ଦରୀ ହେଇଯାଆନ୍ତି ହେଲେ ଆଜି ମୁଁ ଅନୁଭବ କରୁଛି ତୁ ଭାରି ସୁନ୍ଦରୀ ଲାଗୁଛୁ ଭାରି ବ୍ୟୁଟିଫୁଲ କହ ଏଇ ଘରେ ଅନୁକୁ ବାହା ହେଲା ପରେ ତୁ ଖୁସିରେ ଅଛୁ ତ? ହଁ ଜିଜୁ ମୁଁ ବହୁତ ଭଲରେ ଅଛି କିନ୍ତୁ ଜିଜୁ ସେ ପୋଡ଼ା ମୋ ଉଦୟ ନା ଗୋଟେ ଆଦିବାସୀ ଝିଅକୁ ଏ ଘରେ ଆଣି ରଖିଛି ଶାଢ଼ୀଟା ମୋ ଟେନସନ ବଢେଇ ଦଉଛି। ଆଦିବାସୀ ଝିଅ ତୁ କ'ଣ କହୁଛୁ ତୁ ତା ନାଁ ତ ତୁ କହିପାରିବୁ ସେ ଆଦିବାସୀ ଝିଅ ନାଁ କହିପାରିବୁ? ତା ନାଁ ହଉଛି ଫୁଲା। କହିଲୁ ବାଲିସା ଆମେ ଯୋଉ ଦେଖୁଥିଲେ ସ୍ୱପ୍ନ ବଡ଼ ଲୋକ ହେବା ସ୍ୱପ୍ନ ସ୍ୱପ୍ନରେ ରହିଛି ବାଲିସା ଆମେ ଆଉ ବଡ଼ ଲୋକ ହେଇପାରିବା ଆଉ କିଛି ଦିନ ପରେ ତତେ ଘରୁ ଧକ୍କା ମାରି ବାହାର କରିଦେବେ। ହଁ କାହିଁକି କାହିଁକି ମତେ ଧକ୍କା ମାରି ବାହାର କରିଦେବେ? ବାଲିସା ତୁ କହିପାରିବୁ ସେ ଆଦିବାସୀ ଝିଅ କାହା ସ୍ତ୍ରୀ ତୁ କହିପାରିବୁ? ହଁ ସେଇ ପରା ମୋ ଦିଅର ଉଦୟ ତାର ସ୍ତ୍ରୀ ଫୁଲା। ହ୍ୟାଲୋ ବଗି ସେ ଉଦୟର ସ୍ତ୍ରୀ ନୁହଁ ଆଉ ସେ ହଉଛି ତୋ ସ୍ୱାମୀ ଅରୁଣର ସ୍ତ୍ରୀ ତୋ ସଉତୁଣୀ। ନା ହେଇପାରିବନି ଏସବୁ ମିଛ ମିଛ ବାଲିସା ଏଇ କଥାଟା ସତ ଏଇ ଖଞ୍ଜୁଡ଼ି ମୋର ସହିତ ଆମେ ମାଲକାନଗିରିରେ ତ କାମ କରିବାକୁ ଆସିଥିଲୁ। ଏଇ ଶୁଣିଲୁ ସେ ଫୁଲ ଏତେ ସୁନ୍ଦରୀ ଥିଲା ଯେ କମ୍ପାନୀରେ କାମ କଲା ବେଳେ ତୋରି ସ୍ୱାମୀ ତାକୁ ଭଲ ପାଉଥିଲା ଏମିତି ଭଲ ପାଉ 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 ଦିନେ ସେ ପ୍ରେଗନେଣ୍ଟ ହେଇଗଲା। ଭଗବାନ ପୋଡ଼ା ଭୁଇଁ ପ୍ରେଗନେଣ୍ଟ ହେଇଗଲା। এই ସବୁର କାରଣ ହଉଛି ତୋରି ସ୍ୱାମୀ ଅରୁଣ ପ୍ରେଗନେଣ୍ଟ ହେଇସାରିଲା ପରେ କମ୍ପାନୀ ବାଲା ସମସ୍ତେ ଜାଣିଲେ ତାକୁ ଆମେ କମ୍ପାନୀର ଜାଣି ଶୁଣି ବାହାର କରିଦେଲୁ ତାପରେ ମୁଁ ପ୍ଲାନ୍ କରି ଅରୁଣ ସହିତ ତୋ ବାହାଘରଟା କରିଦେଲି। ସେ ସିନା କମ୍ପାନୀରୁ ବାହାରିଗଲା ଖୋଜିଲା ଏଇ ସହର ସେଇ ସହର ଖୋଜୁ ଖୋଜୁ ଦିନେ ମେଡିକାଲରେ ଗୋଟେ ଛୁଆ ଜନ୍ମ ଦେଲା ପୁଣି ଛୁଆ ଜନ୍ମ ଦେଇ ସାରିଲା ପରେ ପୁଣି ଅରୁଣକୁ ଖୋଜୁ ଖୋଜୁ ଉଦୟ ସହିତ ତାର ଦେଖା ହେଇଗଲା। ଉଦୟକୁ ସବୁ କଥା କହିସାରିଲା ପରେ ଉଦୟଟା ଜାଣି ଶୁଣି ଆଣି ତମ ଘରେ ତାକୁ ରଖିଛି। ଭଗବାନ ତାମାନେ ଅରୁଣ ମତେ ଧକ୍କା ଦେଇଛି। ତୁ ବି ତ ଗୋଟେ ଚାରିଟା ତୁ ବି ତ ତମର ଚାରିଆ ସେଠି ବାଇଛୁ ଆଉ ତାକୁ ଧୋକା ଦେଇଛୁ ଏଥିରେ ଅସୁବିଧା କ'ଣ? ଏ ଘର ତ ସବୁ ଚାରିଟା ଚାରିରେ ଅଛ ଆଉ ବାଲିସା ତୁ ବୁଝିବା ଦରକାର ଧୀର ପାଣି ପଥର କାଟେ ଭାବି ଯେମିତି କାମ କଲେ ପ୍ରମାଦ ନ ପଡ଼ଇ ଭଲେ। ଏବେ ବି ସମୟ ଅଛି ତୋ ଜିଜୁ ଅଛି ମାନେ ତୋ ଟେନସନ କ'ଣ କହ ତୋ ଜିଜୁ ଅଛି ମାନେ ତୋ ଜୀବନର ସବୁ କିଛି ଅଛି ଏବେ ବି ସମୟ ଅଛି ଯଦି ତୁ ସେ ଉପାୟଟା କରିବୁ ତାହେଲେ ନିହାତି ତୁ ସେ ଘର ମାଲିକାଣୀ ହବୁ। ଉପାୟଟା କ'ଣ କହୁନ କ'ଣ ଜିଜୁ ଉପାୟଟା କ'ଣ କହୁନ? ଘରକୁ ଆସିଲି ପାଣି ନେଇକି ପଳା ନାହିଁ ଚା ଟିକେ ନାହିଁ କହୁଛି କହୁନ ସବୁ ତ ତତେ କହିଦେବି ଆଉ କହୁନ ମୁଁ ଚା କରିବି ବିସ୍କୁଟ ଆଣିବି ଆଉ ଟିକେ ଗଲା ପରେ ବିୟର ଦିଟା ଆଣିବି। ତୋ ଛୁଆ ଜନ୍ମ ହେଲା ପରେ ତାକୁ ବିସ୍କୁଟ ଦେଇଦବୁ କହିଲା କ'ଣ ନା ବିସ୍କୁଟ ଦବୁ ଯେତେବେଳେ ତୋ ଛୁଆ ଜନ୍ମ ହବ ସେତେବେଳେ ତାକୁ ବିସ୍କୁଟ ଦେଇ ତମ ଘରେ ତୋ ଶାଶୁ ଶ୍ୱଶୁର ଦେଖିଲେ କ'ଣ କହିବେ? ଦେଖୁବା ମୋ ଜିଜୁ ସେ ଦେଖିଲେ କ'ଣ ମୋର ଥାଡ଼ି ପକେଇବା? ମୁଁ ସିନା ଜାଣିଛି ତୋ ଜିଜୁକୁ ତତେ ଗୋଟେ କଥା କହିବି ବୋଲି ଭାବୁଛି ଯେ ନା ଏ ପାଖରେ କିଏ ନାହାନ୍ତି ନା କହିବିନି। ଏଇ ଯଦି ତୁ ଏ ଘରର ବଡ଼ ଲୋକ ହେବା ପାଇଁ ଚାହୁଁଛୁ ଆଇ ମିନ୍ ତୋ ସମ୍ପତ୍ତିର ମାଲିକାଣୀ ହେବା ପାଇଁ ଚାହୁଁଛୁ ତାହେଲେ ସେ ଆଦିବାସୀ ଝିଅର ଛୁଆଟାକୁ ତୁ ତଣ୍ଟି ଚିପି ମାରିଦେ। ମାରିଦେବି ସେ ଫୁଲର ଛୁଆକୁ ତଣ୍ଟି ଚିପି ମାରିଦେବି ନହେଲେ କଚ କଚ କରି କାଟିଦେବି କାଟିଦେବି। ତୋ ମୁଣ୍ଡରେ କିଛି ମସଲା ନାହିଁ ଯଦି ତୁ ଏମିତି କାକୁତେଇ ମାରିବୁ ଯଦି ଏ କଥା ଉଦୟ ଜାଣିଦିଏ ତାହେଲେ ତୋ ତଣ୍ଟିଟାକୁ ସେ ଖଚ ଖଚ କରି କାଟିଦବ। ଆରେ ତୁ ଗୋଟେ ପାଗଳ ହେଇଗଲୁ ନା କ'ଣ? ଭାବେ ଯେମିତି କାମ କରିବୁ ଆଜି ରାତି ହଉଛି ତୋ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ବାବୁ ଅଫିସ କାମରେ ବାହାରକୁ ଯାଇଛନ୍ତି ଅରୁଣ ବି ଘରେ ନାହିଁ ଆଜି ଫୁଲ କାମ କଲାବେଳେ ଛୁଆଟାକୁ ଶୋଇ ଦେଇଦେବ ତୁ ଧୀରକି ଯିବୁ ତା ତଣ୍ଟିଟାକୁ କ୍ୟାଉଁ 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 ହଉଥିବ ତା ତଣ୍ଟିଟାକୁ ଚିପି ଦେବୁ
ପିଲାଟା ମରିଯିବ, ମରିଗଲା ପରେ ସିଏ ଆଉ ରହିବନି, କାନ୍ଦି କାନ୍ଦି ଘର ବାହାରିଯିବ। ସେମିତି ସିନା କାମ କରିବ। ଏଇ ଜିଜୁ ମୁଁ ତତେ ପ୍ଲାନ୍ କହିଛି ବୋଲି ତୁ କାହାକୁ କହିବୁନି। କାହାକୁ କହିବି ବା? ତୁ ଧରା ପଡିଲେ ତୁ ମରିଯା ସିନା ମୁଁ ନା କହିବୁ। ମୁଁ ମରିବି, ପଇସା ଖାଇବ ଜିଜୁ। ତାପରେ ନାଇଲୋ ସେ କଥା ନାହିଁ, ତୁ ଧରା ପଡିଲେ ବି ମୁଁ ନା କହିବୁନି। ଫୁଲର ଛୁଆ ମରି ସାରିଲା ପରେ ଏଇ ସହର ସାରା ସମସ୍ତେ କହିବେ ବାଃ ବାଃ କ୍ୟା କାଟିଆ ରେ ଲାଲା।